ଦେଖନ୍ତୁ ଏଇଭଳି କିଛି ଦୃଶ୍ୟ। ବର୍ତ୍ତମାନ ଆମେ ଆସି ପ୍ରଭୁଙ୍କର ମନ୍ଦିର ପାଖରେ ପହଞ୍ଚି ସାରିଲୁଣି। ଏଇ ତ ପ୍ରଭୁଙ୍କର ମନ୍ଦିର ରହିଲା। ତ ଆପଣମାନେ ସମସ୍ତଙ୍କୁ ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ଆପଣମାନେ କେମିତି ଅଛନ୍ତି? ଭଲ ଅଛନ୍ତି ତ? ଆଶା କରୁଛି ନିହାତି ଭଲ ଥିବେ, ବିନ୍ଦାସରେ ଥିବେ। ତ ମୁଁ ସୁରାଜ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଆଉ ଗୋଟେ ନ୍ୟୁ ଫ୍ରେଶ୍ ବ୍ଲଗ୍ରେ। ଆଜି ବ୍ଲଗ୍ଟା ଆରମ୍ଭ ହେଉଛି କେଉଁଠୁ ନା ହଷ୍ଟେଲରୁ। ତ ବର୍ତ୍ତମାନ ମୁଁ ଗାଧେଇ ପାଧେଇ ଫ୍ରେଶ୍ ହେଇକି ଯାଇକି ପ୍ରଭୁ ଶିବଙ୍କର ଦର୍ଶନ କରିକି ଆସିସାରିଲିଣି। ତ ଆଜି ହେଉଛି ମହାଶିବରାତ୍ରି। ତ ଆପଣମାନେ ସମସ୍ତଙ୍କୁ ମହାଶିବରାତ୍ରିର ହାର୍ଦ୍ଦିକ ଅଭିନନ୍ଦନ ଆଉ ଶୁଭେଚ୍ଛା, ଶୁଭକାମନା। ତ ଆପଣମାନେ କେଉଁଠିକି ଯାଇଥିଲେ, କେଉଁ ଲୋକେସନ୍କୁ ଯାଇଥିଲେ, ତ ନିହାତି କମେଣ୍ଟ କରିକି କହିବେ। ତ ମୁଁ ଯେଉଁ ଲୋକେସନ୍ଟାକୁ ଯାଇଥିଲି, ବଢ଼ିଆ ଲୋକେସନ୍କୁ ଯାଇଥିଲି। ଗୋଟେ ପାହାଡ଼ ଉପରକୁ ଚଢ଼ି ଚଢ଼ି ଯିବା ପାଇଁ ପଡ଼ିଲା। ତ ବହୁତ ପାହାଚ ଅଛି, ତ ପାହାଡ଼ ଉପରକୁ ଚଢ଼ିକି ଯିବା ପାଇଁ ପଡ଼ିଲା। ସେ ପାହାଡ଼ ଉପରେ ପ୍ରଭୁ ଆଖଣ୍ଡଳମଣିଙ୍କର ମନ୍ଦିରଟା ଥିଲା। ତ ମନ୍ଦିରଟା ବଢ଼ିଆ ଲୋକେସନ୍ ଥିଲା, ପୁରା ପିସଫୁଲ୍ ଲୋକେସନ୍ ଥିଲା ମନ୍ଦିରଟା। ତ ଭିଡ଼ିଓଟା ଲାଷ୍ଟ ଯାଏ ଦେଖନ୍ତୁ। ମୁଁ ଯାଇଛି, ତ ଇଣ୍ଟ୍ରୋଟା ନେବା ପାଇଁ ଭୁଲି ଯାଇଥିଲି, ତ ଏବେ ଆରମ୍ଭ କରିଦେଲି ଆସିକି। ତ ଆପଣମାନେ ଭିଡ଼ିଓ ଦେଖିବେ, ନିହାତି ଭଲ ଲାଗିବ। ଆଉ ଗୋଟେ ପୁରା ହିଡେନ୍ ପ୍ଲେସ୍ରେ ଶିବଙ୍କର ମନ୍ଦିର ଅଛି, ମାନେ ଦୁଇଟା ଶିବଙ୍କର ମନ୍ଦିର ଅଛି। ତ ଗୋଟେ ଉପରେ ଅଛି, ଆଉ ଗୋଟେ ହିଡେନ୍ ପ୍ଲେସ୍ରେ ଅଛି ତଳେ। ତ ସେଟା ପଡ଼ିବ କେଉଁଠି ନା ଆଖଣ୍ଡଳମଣିଙ୍କ ମନ୍ଦିର ପାଖାପାଖି ଆମର ଯୋଡ଼ା ବଡ଼ବିଲ NH ଡାହାଣ ପଟରେ ପଡ଼ିବ, ଉପରେ ଥିବ ଶିବଙ୍କର ମନ୍ଦିର। ତ ସେଇଠି ଆମେ ଯାଇଥିଲୁ, ଦର୍ଶନ କଲୁ ଠାକୁରଙ୍କୁ, ବହୁତ ସାନିଧ୍ୟ ଲାଭ କଲୁ। ତ ବହୁତ ଭଲ ଲାଗିଲା ମଧ୍ୟ। ତ ଆସିଲୁ ବର୍ତ୍ତମାନ କ'ଣ ଆପଣ କରିକି ପିଇବା। ତ ଆପଣମାନେ ନିହାତି ଭିଡ଼ିଓଟାକୁ ଏନ୍ଜୟ କରନ୍ତୁ, ଭିଡ଼ିଓଟାକୁ ଲାଷ୍ଟ ଯାଏ ଦେଖନ୍ତୁ। ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲିବେନି। ତ ଆଜି ହେଉଛି ମହାଶିବରାତ୍ରିର, ମୁଁ ଆଜି ହିଁ ଭିଡ଼ିଓଟା ପୋଷ୍ଟ କରିଦେବି ସନ୍ଧ୍ୟା ବେଳକୁ। ତ ଆପଣମାନେ ନିହାତି ଦେଖିବେ। ତ ତାପରେ ଆଉ ବ୍ଲଗ୍ ଆସୁନଥିବ, କାହିଁକିନା ହଷ୍ଟେଲରେ ରହୁଛି, ତ ଟିକେ ପ୍ରୋବ୍ଲେମ୍ ହେଉଛି ବ୍ଲଗ୍ ଆସିବା ପାଇଁ। ତ ନେକ୍ସଟ ଆସିବ, ପୁରା ଲଗାତାର ବ୍ଲଗ୍ ଆସିବ। ତ ଆପଣମାନେ ଏନ୍ଜୟ କରନ୍ତୁ ଏଇ ମହାଶିବରାତ୍ରିଟାକୁ। ଆଉ ହଁ, ଆଉ ଗୋଟେ କଥା କହିଦେଉଛି ଆପଣମାନଙ୍କୁ। ତ ପ୍ଲିଜ୍ ଭଏସ୍, ଯଦି ମୁଁ ଭଏସ୍ ଓଭର୍ ଦେଲି ତ ଆପଣମାନେ ଶୁଣିବେ, ନହେଲେ ସେଠି ଯେଉଁ ଗୀତଟା ବାଜୁଛି, ତ ମୋର 3-4ଟା ଭିଡ଼ିଓରେ କପିରାଇଟ୍ ଲାଗିସାରିଣି, କପିରାଇଟ୍ ଇସ୍ୟୁ ଲାଗିଛି। ତ ପାଖାପାଖି 4-5ଟା ଭିଡ଼ିଓରେ କପିରାଇଟ୍ ଇସ୍ୟୁ ଲାଗିଛି। ତ 4-5ଟା ଭିଡ଼ିଓ ଯେଉଁ କପିରାଇଟ୍ ଇସ୍ୟୁ ଲାଗିଛି, ତ ମାନେ କୌଣସି ଇଫେକ୍ଟ ପକାଇବନି ଚ୍ୟାନେଲ୍ ଉପରେ, ସେଇଟା ଲେଖିଦେଇଛି। ନର୍ମାଲ୍ ଖାଲି ସଙ୍ଗ୍ ଉପରେ ଲାଗୁଛି। ତ ମୁଁ ଆଉ ଲଗାଇବା ପାଇଁ ଚାହୁଁନି, ତେଣୁ ଭଏସ୍ଟା ଆପଣମାନଙ୍କୁ ଭଏସ୍ ଓଭର୍ ଦେଇଦେବି, ନଚେତ୍ ଭଏସ୍ଟାକୁ ହିଡେନ୍ କରିଦେବି। ତ ଆପଣମାନେ ଆଡ଼ଜଷ୍ଟ କରିଦେବେ। ତ ରଖିଲି, ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ତ ଭିଡ଼ିଓଟାକୁ ଆପଣ କଣ୍ଟିନ୍ୟୁ କରନ୍ତୁ। ତ ସାଙ୍ଗମାନେ ଦେଖିପାରୁଥିବେ, ଏଇଟା ହେଉଛି ଆମ ମନ୍ଦିରକୁ ଆସିଛୁ ବୁଲିବା ପାଇଁ। ମନ୍ଦିର ଉପରେ ରହିଛୁ, ତ NH କ୍ରସ୍ କରିକି ଆମକୁ ଯିବାକୁ ପଡ଼ିବ। ଯେ ଶିବରାତ୍ରି, ତେଣୁ ମନ୍ଦିରର ଟିକେ ଦର୍ଶନ, ପ୍ରଭୁଙ୍କର ଦର୍ଶନ କରି ସାନିଧ୍ୟ ଲାଭ କରିବା ପାଇଁ ଆମେ ଆସିଛୁ। ତ NH ଏଟା। ଆସି ପହଞ୍ଚି ସାରିଲୁଣି ପ୍ରଭୁଙ୍କ ପୀଠ ପାଖାପାଖି। ତ ବର୍ତ୍ତମାନ ପାହାଚରେ ଉପରକୁ ଚଢ଼ିକି ଯିବା ପାଇଁ ପଡ଼ିବ ପ୍ରଭୁଙ୍କର ପୀଠକୁ ଦର୍ଶନ କରିବା ପାଇଁ ହେଲେ। ତ ଆପଣମାନେ ବହୁତ ପାହାଚ ଅଛି, କେତେ ମୁଁ ଜାଣିନି ଏକ୍ଜାକ୍ଟଲି। ତ ପାହାଚ ଉପରକୁ ଆମେ ଚଢ଼ି ଚଢ଼ି ଯାଉଛୁ। ତ ପାହାଚରୁ ଚଢ଼ି ସାରିଲା ପରେ ପ୍ରଭୁଙ୍କର ଦର୍ଶନ ଆମେ ପାଇବୁ। ଫାଇନାଲି ପ୍ରଭୁଙ୍କ ଦର୍ଶନ ପାଇସାରିଲା ପରେ ତାପରେ ଆପଣଙ୍କୁ ମୁଁ ଦେଖେଇବି କ'ଣ କ'ଣ ଘଟିଲା ପୀଠରେ। ତ ସୁନ୍ଦର ଭାବରେ ଡିଜାଇନ୍ କରିଛନ୍ତି ମନ୍ଦିରଟିକୁ, ପାହାଚ ସବୁକିଛି ସୁନ୍ଦର ଭାବରେ ଡିଜାଇନ୍ କରିଛନ୍ତି। ପାହାଡ଼ର ଉପରେ ପ୍ରଭୁଙ୍କର ମନ୍ଦିରଟା ଅଛି। ଆଖଣ୍ଡଳମଣିଙ୍କର ପୀଠ ଏଟା। ତ ଭଦ୍ରକରେ ତ ଆଖଣ୍ଡଳମଣି ଆପଣମାନେ ଜାଣିଥିବେ। ତ ଏଇଟା ହେଉଛି କେଉଁଝରରେ ଆଖଣ୍ଡଳମଣିଙ୍କର ପୀଠ ଅଛି। ତ ଏମିତି କିଛି ଦୃଶ୍ୟ ରହିଲା ସାମ୍ନାରେ। ଆମେ ତ ଯାଉଛୁ ଚଢ଼ିକି ଠାକୁରଙ୍କ ଦର୍ଶନ କରିବୁ। ତ ଦର୍ଶନ କରିସାରିଲା ପରେ ଆପଣମାନଙ୍କୁ ମୁଁ ସେୟାର କରିବି କ'ଣ ହେଲା କ'ଣ ନାହିଁ। ତ ଯେହେତୁ ଏଠି ଟିକେ ପାଣି ଅସୁବିଧା ଅଛି, ତ ଏମାନେ ଗୋଡ଼ମାନେ ଏଠି ଟ୍ୟାପ୍ ଲଗେଇଛନ୍ତି, ଧୋଉଛନ୍ତି। ତ ଚାଲନ୍ତୁ ଆମେ ବି ଟିକେ ଗୋଡ଼ ଧୋଇ ଦେଇକି ଠାକୁରଙ୍କ ପାଖକୁ ଯିବା। ଠାକୁରଙ୍କ ପାଖରେ ପହଞ୍ଚି ସାରିଲା ପରେ ଏ ଦେଖିପାରୁଥିବେ ଠାକୁରଙ୍କର ମନ୍ଦିର ପାଖରେ ଆମେ ପହଞ୍ଚି ସାରିଲୁଣି। ତ ଏ ହେଉଛନ୍ତି ପ୍ରଭୁଙ୍କର ମନ୍ଦିର, ସାମ୍ନାରେ ରହିଲେ ପ୍ରଭୁଙ୍କର ମନ୍ଦିର। ତ ଫାଇନାଲି ସବୁକିଛି ମନ୍ଦିର ପ୍ରଭୁଙ୍କର ଦର୍ଶନ ସରିଲା ପରେ ଆମେ ବର୍ତ୍ତମାନ ଯାଉଛୁ ଆଖଣ୍ଡଳମଣିଙ୍କର ପୀଠରେ କିଛି ଏମିତି ଦୃଶ୍ୟ, ଯାହା ମୁଁ ଭାବିଥିଲି ପ୍ରଭୁ ଆଖଣ୍ଡଳମଣିଙ୍କର ଦର୍ଶନ କରିହେବନି, ଯାହା ହଉ ପ୍ରଭୁ ଆଖଣ୍ଡଳମଣିଙ୍କର ଦର୍ଶନ ସାମ୍ନାରେ ରହିଲେ ପ୍ରଭୁଙ୍କର ଦର୍ଶନ ତ ସରିଗଲା ଫାଇନାଲି। ବହୁତ ଭିଡ଼ ବି ଥିଲା।
ତ ଧାଡ଼ିରେ ବହୁତ ସଂଘର୍ଷ ପରେ ଦର୍ଶନଟା ହେଲା। ତ ଦେଖିପାରୁଥିବେ ପୁରା ଜଙ୍ଗଲ ଭିତରେ ପ୍ରଭୁଙ୍କର ମନ୍ଦିରଟି ଅଛି, ଆଖଣ୍ଡଳମଣିଙ୍କ ମନ୍ଦିର। ତ ଏବେ ଯିବା ହେଉଛି ପ୍ରଭୁ ହନୁମାନଙ୍କର ମନ୍ଦିର ଏଇପଟେ, ଏଇଟା ଛୋଟିଆ ହନୁମାନଙ୍କ ମନ୍ଦିର ଅଛି। ତ ଦେଖିପାରୁଥିବେ ବର୍ତ୍ତମାନ ହନୁମାନଙ୍କ ମନ୍ଦିର ସାମ୍ନାରେ ଆମେ ଅଛନ୍ତି, ହନୁମାନ ମନ୍ଦିରରେ ଅଛନ୍ତି। ସାଙ୍ଗମାନେ ବର୍ତ୍ତମାନ ଆମେ ବୁଲାବୁଲି କରିସାରିଲା ପରେ ସେଠି ରହିଲେ ମୁଁ ପଛପଟେ ଦେଖିପାରୁଥିବେ ଶିବଙ୍କ ମନ୍ଦିର। ତ ବର୍ତ୍ତମାନ ମୁଁ ଯେଉଁ ଜାଗାରେ ଛିଡ଼ା ହେଇଛି ତ ଏଇ ଯେଉଁ ତଳେ ଗୋଟେ ଶିବଙ୍କ ମନ୍ଦିର ଅଛି। ତ ଦେଖିଆ କେଉ ଯାଇପାରୁଛନ୍ତି କି ନାହିଁ, ଏଠି କ୍ୟାମେରା ଧରିଲ। ତ ଚାଲନ୍ତୁ ବର୍ତ୍ତମାନ ଯିବା ଭିତରକୁ। ତ ଦେଖିପାରୁଥିବେ ସାଙ୍ଗମାନେ କେତେ ପତଳା ରାସ୍ତା। ତ ଏ ପତଳା ରାସ୍ତାରେ ବହୁତ ପତଳା ପିଲା ହିଁ ଯିବା ସମ୍ଭବ। ତ ବହୁତ ପତଳା ରାସ୍ତା, ବହୁତ ଦେଖା ବି ହେଉନାହାନ୍ତି, ଲାଇଟ୍ ମାରିଲା ବେଳକୁ ଦେଖା ହେଉନାହାନ୍ତି ଠାକୁର, ବହୁତ ଭିତରେ ହିଁ ଅଛନ୍ତି। ତ ଆମ ପାଇଁ ଯିବାଟା ସମ୍ଭବ ନୁହେଁ। ଦେଖିପାରୁଥିବେ ମଉସା ବି ନିଜେ ଯାଉଛନ୍ତି କୋଉଭଳି ଭାବରେ। ଆଉ ମଉସା କହୁଥିଲେ କି ସମସ୍ତେ ଯିବା ସମ୍ଭବ ନୁହଁ, ତ ଯେଉଁମାନେ ହିଁ ଯାଇପାରିବେ ସମ୍ଭବ ସେମାନେ ହିଁ ଯିବେ। ତ ଦେଖିପାରୁଥିବେ ମଉସା ଏପର୍ଯ୍ୟନ୍ତ ମାନେ ଯାଇ ବି ପାରୁନାହାନ୍ତି। ତ ବହୁତ କଷ୍ଟରେ ମଉସା ଯାଉଛନ୍ତି। ତ ଦେଖିବା ମଉସା ତାଙ୍କର ଦର୍ଶନ କରିକି ଆସନ୍ତୁ। ତ ଆମେ ତ ଉପରେ ଦର୍ଶନ କରିସାରିଛନ୍ତି, କେତେ ପତଳା, ମାନେ ୟା ଭିତରେ ବି ଠାକୁର ଅଛନ୍ତି। ତ ଏଇଭଳିଆ ଜାଗାକୁ ଯିବା ପାଇଁ ଭଲ ଲାଗେ ଆକ୍ଚୁଆଲି। ଏଇ ଯେଉଁ ତଳେ ଅଣ୍ଡରଗ୍ରାଉଣ୍ଡ ତ ଆମେ ତ ଯାଇପାରିବାନି। ସେଇଟା ମାନୁନାହାନ୍ତି ନା, ସିଏ ଯିଏ ମାରୁଛନ୍ତି ଏକୁ ବି ସେଇଟା ମାରୁଛନ୍ତି ଚନ୍ଦନ। ଫଟୋ ଉଠେଇମି। ବଢ଼ିଆ ହେଇଛି ତ, ଆଉ ଥରେ ଆସିଆ ରହିଥା। ଦେଖନ୍ତୁ ଏଇଭଳି କିଛି ଦୃଶ୍ୟ। ସାଇଲ୍ ତତେ ମୁଁ ଚ୍ୟାଲେଞ୍ଜ ଦେନି, ସେଇଠି ଗୋଟେ ଶିବ ମନ୍ଦିର ଅଛି ହେଲା, ଭିତରେ ପାହାଡ଼ ଭିତରକୁ ପଶିବୁ, ଭିଡ଼ିଓ କରିକି ଆଣିବୁ। ଫାଇନାଲି ସବୁକିଛି ସରିଲା, ଦର୍ଶନ ବଗେରା ଭୋଗ ଫୋଗ ସବୁକିଛି ସାରି ସାରିଲା ପରେ ବର୍ତ୍ତମାନ ଆମେ ରୁମ୍କୁ ଯିବା। ତ ରୁମ୍ରେ ଯାଇ ପହଞ୍ଚିଲା ପରେ ଆଉ କ'ଣ ହେଉଛି ଦେଖିବା। ତ ଚାଲନ୍ତୁ ରୁମ୍କୁ ଯିବା। ଏଇ ମଉସା କେତେବେଳେ ଆସିସାରିଲେଣି ବାହାରି, ସେଠି ଯେଉଁ ଭିତରକୁ ଯାଇଥିଲେ। ତ ଚାଲନ୍ତୁ ରୁମ୍କୁ ଯିବା। ଏଭଳି କିଛି ରହୁଛି, ଏତିକି ପାହାଚ ଚଢ଼ି। ତ ସାଙ୍ଗମାନେ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲିବେନି। ତ ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ଜୟ ଶ୍ରୀ ଶମ୍ଭୁ।